ଅଭିନୟିକ ପ୍ରୟୋଗବାଦ। ନାଟକରେ ଅଭିନୟ ଆସେ। ଅଭିନୟ ବିନା ନାଟକ ନାହିଁ। ନାଟକର ମଞ୍ଚରେ ଉପସ୍ଥିତି ବା ଉପସ୍ଥାପନ ଅଭିନୟ ଦ୍ୱାରା ହିଁ ସାଧିତ। ଅଭିନୟ ହେଉଛି ମାନେ ନାଟକ ଅଛି। ଅଭିନୟ ନଥିଲେ ନାଟକ ହୋଇ ନଥାନ୍ତା। ଅଭିନୟ ଅବସ୍ଥିତିରେ ଅନେକ। ନାଟକର କାହାଣୀ ବା କଥାବସ୍ତୁକୁ ନେଇ ସେଥିରେ ଅଭିନୟର ପ୍ରକାର ବା ସଂଖ୍ୟାକୁ ରଖାଯାଏ। ଅଭିନୟ ନାଟକର ସାଧାରଣୀକରଣ। ସେଥିପାଇଁ ଅଭିନୟରେ ବା ଅଭିନୟିକ ପ୍ରୟୋଗବାଦ ଏକ ଚିନ୍ତା ବା ଚେତନା ହୋଇଅଛି। ଅର୍ଥାତ୍ ଅଭିନୟିକ ଅଭିବ୍ୟକ୍ତି ବା ପ୍ରକାଶ କେମିତି ହେବ, କିଭଳି ରହିବ, ଏହାର ଚିନ୍ତା ନାଟକର ନିର୍ଦ୍ଦେଶକ କରିଥାନ୍ତି। କାରଣ ନିର୍ଦ୍ଦେଶକ ହିଁ ନାଟକକୁ ମଞ୍ଚରେ ରୂପ ବା ଆକାର ଦେବେ। ନାଟକର ଈଦୃଶ ରୂପଦାନ ନାଟକର ଭାଗୀଦାର କୁଶୀଳବ ବା ଅଭିନେତା ଏବଂ ଅଭିନେତ୍ରୀ ହିଁ କରିଥାନ୍ତି। ତେବେ ନେଇଥାନ୍ତି ନିର୍ଦ୍ଦେଶକଙ୍କଠାରୁ ଶିକ୍ଷା ପାଇବାରେ ପ୍ରଶିକ୍ଷିତ ବା ଟ୍ରେନିଂ ପ୍ରାପ୍ତ ଥାଇ। ବିନା ଶିକ୍ଷାରେ ପାଠ ବା ବିଦ୍ୟା ନାହିଁ। ବିଦ୍ୟା ଏକ ଅର୍ଜନ ବା ପ୍ରାପ୍ତି ବା ପାଇବା, ଯେଉଁଥିପାଇଁ ଶିକ୍ଷାର୍ଥୀ ମନରେ ଇଚ୍ଛା, ଆଗ୍ରହ, ସାଧନା, ନିଷ୍ଠା, ପରିଶ୍ରମ ନିହାତି ଆବଶ୍ୟକ। ନହେଲେ ବିଦ୍ୟା ଶିକ୍ଷାୟିତ ହୋଇପାରିବ ନାହିଁ। ମଣିଷ ଅଭିନେତା ବନିପାରିବ ନାହିଁ। ଆଉ ଅଭିନୟ କେମିତି କରିବ, ନାଟକ ମଞ୍ଚରେ କୋଉ ଭିତ୍ତିରେ ରୂପ ପାଇବ, ଆକୃତି ଲଭିବ, ନିହାତି ଚିନ୍ତାଯୋଗ୍ୟ। ଅଭିନୟ ଜୀବନର ମିଛ ଅନୁକରଣ ସତ, ହେଲେ ଜୀବନ ମଧ୍ୟରୁ, ଜୀବନ ଭିତରୁ ବାହାରେ। ନାଟକରେ ଯାଇ ପଶେ। ନାଟକକୁ ଆଦରି ରହେ। ଅଭିନୟ ଜୀବନ ମନର ଏକ ଏକ ଅଭିବ୍ୟକ୍ତି ବା ପ୍ରକାଶ, ଯେଉଁଥିରୁ ଦ୍ରଷ୍ଟା ବା ଦର୍ଶକଙ୍କୁ ଜୀବନ ମନର ଦର୍ଶିତ ଜ୍ଞାନ ମିଳେ କି ଆରେ ଏମିତି ପାଇଁ ଏମିତି ବେଶ ପୋଷାକରେ ସଜ୍ଜିତ ହୋଇଥିଲା, ଏମିତି ଅଭିନୟ କରି ଦେଖାଉଥିଲା। ଅଭିନୟରେ ପ୍ରୟୋଗ ନଥାଏ, ପ୍ରୟୋଗ ଥାଏ ଅଭିନେତାଠାରେ। ଅଭିନୟ ଏକ କାର୍ଯ୍ୟକାରିତା ଯାହା, ତେବେ ଅଭିନେତାଠାରେ ଅଭିନୟିକ ପ୍ରୟୋଗବାଦକୁ ବ୍ୟବହାରରେ ଲଗାଏ ଅଭିନେତାର ମାଷ୍ଟର, ତାର ଗୁରୁ, ତାକୁ ଶିଖେଇବାକାରୀ ଓସ୍ତାଦ ବା ନିର୍ଦ୍ଦେଶକ। ନିର୍ଦ୍ଦେଶକର ନାଟକର ଅଭିନୟ କ୍ଷେତ୍ରରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ସବୁବେଳେ ରହିଥାଏ। କାରଣ ଅଭିନୟିକ ଦୋଷତ୍ରୁଟି ପାଇଁ ଦର୍ଶକର ସାଧାରଣ ମତ ଥାଏ କି ନିର୍ଦ୍ଦେଶକ ବୋଧେ ସଠିକ୍ ନିର୍ଦ୍ଦେଶନା ଦେଇ ସେଥିରେ ଅଭିନେତାକୁ ଚାଳିତ କରାଇ ପାରିନାହିଁ। ଦ୍ୱିତୀୟ ମତଦାନଟି ହେଲା ଅଭିନେତା ସପକ୍ଷରେ ତାର ଅଭିନୟିକ ଶିକ୍ଷା ଗ୍ରହଣ ତ୍ରୁଟିକୁ ନେଇ ପର୍ଯ୍ୟବସିତ। ଗୁରୁଙ୍କ ଶିକ୍ଷାଦାନକୁ ଉପଯୁକ୍ତ ଗ୍ରହଣ କରି ନ ପାରିଥିବାରୁ ମଞ୍ଚରେ ଫୁଟାଇ ପାରିନାହିଁ। ଅଭିଜ୍ଞ ଓସ୍ତାଦ, ମୁଁ ତାଙ୍କୁ ଜାଣେ, ସେ କଦାପି ଭୁଲ କରି ନଥିବେ। ଭୁଲ ଅଭିନେତାର। ଶଳାଟା ଧରିପାରି ନଥିବାରୁ ଭୁଲ କରିଛି, ଆଉ ସେଥିପାଇଁ ବେଶ ଘରେ ଗାଳି ମାଡ଼ ଖାଇଛି। ଅଗତ୍ୟା ଅଭିନୟିକ ପ୍ରୟୋଗ ସେଥିପାଇଁ ଏକ ସାର୍ବଜନୀନ ସାଧାରଣୀକରଣ ଚିନ୍ତାଧାରା, ଯେଉଁ ଚିନ୍ତାଧାରାରୁ ଅଭିନେତାଠାରେ ବ୍ୟବହାର ଦେଖାଯାଏ। ଅଭିନେତାର ବେଶବିନ୍ୟାସ, ପୋଷାକ ପରିଚ୍ଛଦ ପରିଧାନ ତଥା ଶାରୀରିକ ଅଙ୍ଗଭଙ୍ଗୀ ପ୍ରଦର୍ଶନ। ନାଟକ ସର୍ବାଦୌ ପ୍ରଦର୍ଶନିକ ବିଦ୍ୟା। ପ୍ରଦର୍ଶନରେ ନାଟକର ସଫଳତା ବିଚାର୍ଯ୍ୟ ସାଧାରଣତଃ ହୋଇଥାନ୍ତି। ତେବେ ଭଲ ପ୍ରଦର୍ଶନ ଭଲ ଶିକ୍ଷାରେ ଥାଏ, ଶିଖିବାରେ ନିହିତ। ଅଭିଜ୍ଞ ନିର୍ଦ୍ଦେଶକ ତ ଦରକାର, ତଥାପି ଅଭିଜ୍ଞ ଅଭିନେତା ଏଥିପାଇଁ ସର୍ବାଦୌ ଆବଶ୍ୟକ, ଯିଏକି ନିର୍ଦ୍ଦେଶକର ନିର୍ଦ୍ଦେଶନାକୁ ଉପଯୁକ୍ତ ତାଲିମ ପ୍ରାପ୍ତକାରୀ ହୋଇ ଧରିପାରୁଥିବ। ଜଣେ ଉତ୍ସର୍ଗୀକୃତ ବା ଡେଡିକେଟେଡ୍ କଳାକାରଟିଏ ଥାଇ ଅଭିନେତା ବନିଯାଏ। ଏଇଭଳିଆ ଅଭିନେତା ପାଇଁ ଅଭିନୟିକ ପ୍ରୟୋଗବାଦ ରହିଅଛି। ଦେବା ନେବା ଭିତରେ ଯାହା ସୀମିତ ପରିମିତ। ନିର୍ଦ୍ଦେଶକ ଦେବ, ଅଭିନେତା ନେବ। ସ୍ୱଇଚ୍ଛାରେ ହେଉ ଅଥବା ଅଭିବ୍ୟକ୍ତିର ଦାୟିତ୍ୱ ନିର୍ବାହରେ ହେଉ, ତେବେ ଅଭିବ୍ୟକ୍ତିର ଦାୟିତ୍ୱ ନିର୍ବାହ କଥା ବେଶୀ ଗ୍ରହଣୀୟ, ଯେହେତୁ ଅଭିନେତାର ଇଚ୍ଛା ଅନିଚ୍ଛାକୁ ନିର୍ଦ୍ଦେଶକ ଗୁରୁତ୍ୱ ଦେଇ ନଥାନ୍ତି। ତାଙ୍କୁ ଦରକାର ନାଟକର ଦର୍ଶକୀୟ
ସୂଚୀର ମନଲାଖି ଗ୍ରହଣୀୟତା। ଦର୍ଶକ ତାଙ୍କର ନିର୍ଦ୍ଦେଶନାକୁ ଅଭିନେତା ଜରିଆରେ କେତେଦୂର ଗ୍ରହଣ କରି ଆମୋଦିତ ହୋଇପାରୁଛି, ଖୁସି ହେଉଅଛି, ଏହା ଦେଖିବାକୁ ପଡ଼ିବ। ଅଭିନୟ ଆନନ୍ଦ ବା ଗ୍ଲାମରର ଦୁନିଆ, ଯାହାକି କେମିତି ଓ କେତେ ପର୍ଯ୍ୟନ୍ତ ଦର୍ଶକବର୍ଗଙ୍କୁ ଖୁସି କରାଇ ପାରୁଛି, ଆପ୍ୟାୟିତ କରି ରଖୁଅଛି, ଯେଉଁଥିରେ ସଂସ୍ଥାର, ଅଭିନେତାର ପପୁଲାରିଟି ବା ଲୋକପ୍ରିୟତା ଥାଏ, ଆଉ ଯାହାର ତୃଣମୂଳ ସ୍ତରରେ ଦାୟିତ୍ୱ ନେଇଥାଏ ନାଟକ ଅଭିନୟର ଓସ୍ତାଦ, ଡ୍ରାମା ଶିକ୍ଷକ। ପରେ ଆସେ ଅଭିନେତା। ଅଭିନୟ କ୍ଷେତ୍ରରେ ଅଭିନେତା ସ୍ୱାଧୀନ ନୁହେଁ ବୋଲି ଡ୍ରାମା ସାର୍ ଶିକ୍ଷାଦାତାଙ୍କର ସାଦା ମତ। ଅଭିନେତା ଯଦି ସ୍ୱାଧୀନ ମନୋବୃତ୍ତିର ହେବ, ତେବେ ସେ ସ୍ୱେଚ୍ଛାଚାରୀ, ମନମୁଖୀ ହୋଇପଡ଼ିବ। ନାଟ୍ୟ ଶୃଙ୍ଖଳା ବା ପରିପାଟି ବୋଲି କିଛି ରହିବ ନାହିଁ। ଅନୁଗତ ଅଭିନେତା, ବଶମ୍ବଦ, କୁଶୀଲବ ଯଦି ଡାଇରେକ୍ଟରର ନ ହେଲେ, ତେବେ ଡାଇରେକ୍ଟରଙ୍କ ନାଟ୍ୟ ନିର୍ଦ୍ଦେଶନାର ମର୍ଯ୍ୟାଦା ରହିବ ନାହିଁ। ତାଙ୍କର ଆତ୍ମସମ୍ମାନ ଆନୁଗତ୍ୟପୂର୍ଣ୍ଣ ଅଧୀନତା ପ୍ରଯୁକ୍ତ ଅଭିନେତାର ତାଙ୍କୁ କାୟ ମନ ବାକ୍ୟରେ ମାନିନେବା, ସମ୍ମାନ ଦେଖାଇବାରେ ନିହିତ। ଆଉ ଏଥିରୁ ଅଭିନୟ କଳା ପ୍ରତି ଅନୁରାଗ ବା ଭଲ ପାଇବା ଜଣେ ସଚ୍ଚା ନିଷ୍ଠାପର କଳାକାରର ଆସେ। ନିର୍ଦ୍ଦେଶକ ଆତ୍ମତୃପ୍ତି ପାଆନ୍ତି, ଅଧିକରୁ ଅଧିକ କଳାକାର ପ୍ରତି ସ୍ୱତଃ ଅନୁରକ୍ତ ହୋଇ ଭାବନ୍ତି, ଯାହା ହେଉ ଏହି ଉଦୀୟମାନ, ଶିକ୍ଷିତ, ମୋ ଦ୍ୱାରା ପ୍ରଶିକ୍ଷିତ ଯୁବକ ଅଭିନୟ ପ୍ରତି ରୁଚି ବା ଆଗ୍ରହ ରଖୁଥିବା, ଭିଲେନ୍ ରୋଲ୍ ପାଇଥିବା କୁଶୀଲବକୁ ଛାତ୍ର ପାଇ ମୁଁ ଆତ୍ମପ୍ରସାଦ ଲାଭ କରୁଛି। ଏ ମୋର ଏକାନ୍ତ ଅନୁଗତ। ମୋର ତା ପ୍ରତି ଦୃଷ୍ଟି ତଥା ଅନୁଶାସନ ପ୍ରଦାନକୁ ବିନା ପ୍ରତିବାଦରେ ସହୁଅଛି। ସହିବାର କାରଣ, ମାଲିକ ତାକୁ ତାଗିଦ କରି କହିଛନ୍ତି, ଓସ୍ତାଦଙ୍କୁ ମାନିବୁ, ଯାହା କହିବେ କରିବୁ। ତୁ ନିଜ ଇଚ୍ଛାରେ ଅଭିନୟର ଏ ଗାନ୍ଧର୍ବ ବିଦ୍ୟା କ୍ଷେତ୍ରକୁ ଆସିଛୁ। ଥରେ ଆମର ଅକ୍ତିଆରକୁ ଆସିଗଲା ପରେ ତୁ ଆମର ଅନୁଷ୍ଠାନର ଅନୁଶାସନ ମାନିବାକୁ ବାଧ୍ୟ। ମନମାନି କରିପାରିବୁ ନାହିଁ। ଅଭିନେତା ହେବା ବୃତ୍ତି ବା କ୍ୟାରିୟର ଗଠନର ସୁଦୂର ସୁନେଲି ଭବିଷ୍ୟତ ତୋର ଆଗରେ ପଡ଼ିଛି। ଆଉ ଏ ହେଉଛନ୍ତି 25 ବର୍ଷର ନାଟ୍ୟ ନିର୍ଦ୍ଦେଶନା ଦେବାର ଅଭିଜ୍ଞତା ଥିବା ଦକ୍ଷ ଯାତ୍ରା ସାର୍। ଆଉ ତୁ କାଲିକା ଯୋଗୀ, ତେଣୁ ଏଡ଼େ ବେଗି ମୁଣ୍ଡରେ ଜଟ ଧରିବାର ବୃଥା ଅପଚେଷ୍ଟା ଯେମିତି ନ କରୁ। ତୋ ବିରୁଦ୍ଧରେ ଅଭିଯୋଗ ଯେମିତି ମୁଁ ପାଟି ମାଲିକ ନ ଶୁଣେ। ୟାଙ୍କ ଦ୍ୱାରା ତାଲିମ ପାଇ ମଞ୍ଚରେ ଲଜ୍ଜା ସଂକୋଚକୁ ସବୁ ଦିଗରୁ ଜଳାଞ୍ଜଳି ଦେଇ ନିର୍ଦ୍ଦେଶିତ ଅଭିନୟ ଦେଖାଇ ପାରିଲେ ତୋର ଦରମା ବଢ଼ିବ, ନାମୀଦାମୀ ଅଭିନେତାଟିଏ ହେବୁ। ତୁ ନବ ପ୍ରତିଭା ବିଶେଷାଙ୍କ। BA ପାସ୍ କରିଛୁ, ହେଲେ ତୋର ଅଭିନୟିକ ପୂର୍ବଜ୍ଞାନ ନାହିଁ ବୋଲି ମୁଁ ଭାବୁଛି। ଯାହା ବା ଅଛି କଲେଜ ସ୍ତରରେ, ଯାହାକୁ ତୁ କହୁଛୁ, ତାକୁ ଆମ ଦଳର ଓସ୍ତାଦଙ୍କଠାରେ କଦାପି ପ୍ରୟୋଗ ପ୍ରୟାସୀ ନ ହୋଇ ଏ ଯାହା ପରାମର୍ଶ ଦେଉଛନ୍ତି, ତାହାକୁ ଗୁରୁବାକ୍ୟ ମଣି କାମ ଦେଖା, ଉନ୍ନତି କର, ନ ହେଲେ ଦଳ ଛାଡ଼ି ପଳା। ତୁ ଆମ ଇଚ୍ଛାର ଅଧୀନ, ଆମେ ତୋ ରୁଚିର ଅଧୀନ ନୋହୁଁ। କଳାକୁ ଅର୍ଥ ଦେଇ କିଣିଛୁ, କିଣିବାର ମୂଲ୍ୟ ତୋଠାରୁ ନେବୁ, ଆଦାୟ କରିବୁ। ତୁ ତୋର ଶାରୀରିକ ରୂପ ଭଙ୍ଗୀ ପାଇଁ ଦଳର ନମ୍ବର 1 ଆଗଧାଡ଼ିର ମର୍ଯ୍ୟାଦାବନ୍ତ ନଟ। ରାତି ଜାଗି ନାଚିବୁ, ଆନନ୍ଦ ଦେବୁ, ଆଉ ଏସବୁ ହେବ ତୋର ମନ ଧ୍ୟାନ ସାଧନା ତଥା ଶ୍ରମଦାନରେ। ତୁ ଚୁକ୍ତିବଦ୍ଧ, ସୁତରାଂ ହଲଚଲ ନାହିଁ। ମାଲିକ ବଚନ ଈଶ୍ୱର ସମାନ ମଣି, କାମ କରିଯା। ଦର୍ଶକ ଦେବ ତୋର ପ୍ରକୃତ ଅଭିନୟର ପରିଚୟ, ଅଭିନେତା ହେବାର ଗୌରବ। ଦର୍ଶକୀୟ ପ୍ରିୟପାତ୍ର ହେବାକୁ ହେଲେ ତୋତେ ତାଙ୍କ ଚାହିଦାକୁ ମାନି ଅଭିନୟ ଦେଖାଇବାକୁ ପଡ଼ିବ। ଆଉ ଦର୍ଶକୀୟ ରୁଚି, ନିର୍ଦ୍ଦେଶକ ତୋତେ ବେଶ ବିନ୍ୟାସ ଏବଂ ପୋଷାକ ପିନ୍ଧାଇ ତୋରି ଦେହରୁ ଦେଖାଇ ଦେବେ। ଯାତ୍ରା ଗୁରୁଶିଷ୍ୟ ପ୍ରଥା, ତୁ ସେ ପ୍ରଥାକୁ ବିନା ଦ୍ୱିଧାରେ ମାନିବୁ, କାର୍ଯ୍ୟରେ ଦେଖାଇବୁ। ତ୍ରୁଟି ହେଲେ ଗାଳି, ମାଡ଼, ବେତନ, କାଟ୍ତିର ଦଣ୍ଡ ନିଶ୍ଚିତ। ତୁ ଆମର ହୋଇ ରହିବୁ, ନିଜର ହୋଇ ନୁହେଁ। ନମ୍ବର 1 ଆର୍ଟିଷ୍ଟ, ନାଟ୍ୟ କାହାଣୀର ମୋଡ଼ ପ୍ରବର୍ତ୍ତକ କୁଶୀଲବ, ଭିଲିଆନ। ତୋତେ ସର୍ବଦା ଡାଇରେକ୍ଟରଙ୍କର ନଜରବନ୍ଦୀ ଭିତରେ କ୍ୟାମ୍ପ ମଧ୍ୟରେ ରହିବାକୁ ପଡ଼ିବ। ଓସ୍ତାଦ କହୁଛନ୍ତି, ବିକ୍ରମକୁ ବାହାରକୁ ଛାଡ଼ିବି ନାହିଁ। ମୁଁ କହିଲି, ଯାହା ଆପଣଙ୍କ ଇଚ୍ଛା। ତାହା ପାଇଁ ଯାହା ଭଲ ଭାବୁଛନ୍ତି ଆପଣ କରନ୍ତୁ। ଜୋକ ମୁହଁରେ ଲୁଣ ଦେବା ପରି ଶୁଣି ଚୁପ୍
ରହୁଥିବା ବେଳେ ହଠାତ୍ ନାଟ୍ୟଗୁରୁ ଡାକ ଛାଡ଼ିଲେ, ବିକ୍ରମ! ଆବେ ବିକୁ ଆସ୍, ସ୍ଲାକ୍ସ ପେଣ୍ଟ ଓହ୍ଲା, ଭିତରେ ଚଢ଼ିଥାଉ। ତାପରେ ଗାମୁଛା ପିନ୍ଧ, ଚକା ପକାଇ ତଳେ ବସ, ତତେ ପେଣ୍ଟିଂ କରାହେବ। ଆଜ୍ଞା ସାର୍। ଗାମୁଛାରେ ମୁହଁର ଝାଳ, ଆଖିର ମଇଳା ପୋଛି ସଫା କରି ସାରିଲା ପରେ ଆଖିରେ ପାତଳ କଳା ଲଗାଗଲା, ମୁହଁରେ ପାଉଡର, ଜିଙ୍କ ବୋଳ, ଓଠରେ ପାତଳ ଲିପଷ୍ଟିକ୍, ଆଖିର ଉପର ତଳ ପତାରେ ଲାଲି ରଙ୍ଗ, ଆଙ୍ଗୁଠିରେ ଗଣ୍ଡାଏ 6ଟା ମୁଦି, ପାଦରେ ଲାଲି ରଙ୍ଗର ମୋଜା ପିନ୍ଧିଲା। ଉଠ, ଠିଆ ହୁଅ। ଗତକାଲିର ରାତିର ପଛ ଅଣ୍ଟା, ପିଚା ପାଖ, ଲୋଚାକୋଚା ଦିଶୁଥିବା କଳା ରଙ୍ଗର ଚିକ୍ ଚିକ୍ ସାଟିନ୍ କନାର ଚିପା ଚୁଡ଼ିଦାର ପାଇଜାମା ପିନ୍ଧିଲା। ଖୋଲା ଫୁଙ୍ଗୁଳା ଦେହ, ଗେଞ୍ଜି ପିନ୍ଧିବାକୁ ମନା। ଭିଲିଆନ ଦେହକୁ ତାର ଦର୍ଶକ ଦେଖିବେ। ସମ୍ପୂର୍ଣ୍ଣ ଶରୀର, ଗୋରା, ସ୍ୱାସ୍ଥ୍ୟବାନ। ଦର୍ଶକ ମୁହଁରେ ବାଡ଼ବତା ନାହିଁ। ଯାହା ମନେ ତାହା କହି କମେଣ୍ଟ ମାରି ଅଭିନେତାକୁ ହତୋତ୍ସାହ, ହାରାସମେଣ୍ଟ କରାଇଲେ ମଧ୍ୟ ଅଭିନେତା ଚୁପ୍ ରହିବାକୁ ବାଧ୍ୟ। ଗୋରା ଗାଲରେ କଳା ମଚମଚ ଦାଢ଼ି, କଳା ଘଞ୍ଚ ବେକ ଭର୍ତ୍ତି କେଶଗୁଚ୍ଛ, ଆଲୁଅ ପଡ଼ି ମୁହଁ ଚିକ୍ ଚିକ୍ ଦିଶୁଥାଏ। ଆବେ ବିକୁ! ମୁତକୁ ଟିକିଏ ରୋକି ଯୌନାଙ୍ଗଟିକୁ ଠିଆ କରାଇ ନାୟିକାର କେଶରାଶି ଟାଣି ଖର ନିଶ୍ୱାସ ଛାଡ଼ି ଦ୍ରୁତ ପଦବ୍ରଜରେ ମ୍ୟୁଜିକ୍ର ଗୁଡ଼ୁମ୍ ଗୁଡ଼ୁମ୍ ନାଦରେ ମଞ୍ଚରୁ ପଥରେ ପଡ଼ୁଥିବା ଉଜ୍ଜ୍ୱଳ ଆଲୁଅରେ ଥାଇ ଚାଲ, କହିଦେଇ ହାତରେ ବେତ ଧରି ଅଭିନେତା ଅଭିନେତ୍ରୀ ଯିବା ଆସିବା ପଥ ମଧ୍ୟରେ ଉପସ୍ଥିତ ରହି ବାଟରୁ ଦର୍ଶକଙ୍କୁ ହଟାଇ କହୁଥାନ୍ତି, ଆପଣମାନେ ରାସ୍ତା ଖାଲି ରଖନ୍ତୁ, ମୋର ପାର୍ଟ କରା କୁଶୀଲ ବଜିବେ। ମଞ୍ଚରେ ପହଞ୍ଚି ନାୟିକାକୁ ତଳେ ପକାଇ ତା ଉପରେ ଚଢ଼ି ରେପ୍ କରିବାକୁ ଉଦ୍ୟତ ହୁଅନ୍ତେ, ଧର୍ଷିତା ନାୟିକା ହଠାତ୍ ପଠାଣ ମିଆଁ ଭିଲିଆନର ଉତ୍ଥିତ ଯୌନାଙ୍ଗଟିକୁ ନିଜ ହାତ ମୁଠାରେ ଚିପି ଦେବାରୁ ଶଳା ପଠାଣ ମିଆଁ ଭିଲେନ ଅତ୍ୟନ୍ତ ଅସ୍ୱାଭାବିକ ବିକଟାଳ ରଡ଼ି କଲା। ନାୟିକା ପଠାଣ ମିଆଁ ଭିଲେନର ଲିଙ୍ଗ ଛାଡ଼ି ଚମ୍ପଟ ମାରି ପାର, हम तुझे नहीं छोड़ेंगे, अभी जाते हैं और एक बार पकड़ के लाते हैं। ଏହା କହି ମଞ୍ଚରୁ ଝପଟିକି ଆସିବା ବେଳେ ପଠାଣ ମିଆଁ ଭିଲେନକୁ ତାର ମାଲିକ ବଡ଼ ଭିଲେନର ଲୋକେ ଧରିକି ପଠାଣ ମିଆଁ ଭିଲେନର ମୁଣ୍ଡର ଚୁଟି ଧରି ଘୋଷାଡ଼ିକି ଅତି ନିର୍ଦ୍ଦୟତାର ସହିତ ମଞ୍ଚକୁ ନେଇ ତଳେ ପକାଇ ବେତରେ ପିଠି, ପେଟ, ପିଚା ଜଙ୍ଘକୁ ବହେ ପିଟି ପକାଇଲେ। ତାପରେ ମଞ୍ଚରେ ବଡ଼ ଭିଲିଆନ, ଯିଏକି ଜିନ୍ସ ପେଣ୍ଟ, ହାଫ୍ ଧଳା ସାର୍ଟ, ଜୋତା ମୋଜା ପିନ୍ଧି ପହଞ୍ଚି ପଠାଣ ମିଆଁ ଭିଲିଆନର ଚୁଟି ଧରି ଟାଣି ତଳୁ ଉଠାଇ ଠିଆ କରାଇ ପ୍ରଖର ଉଜ୍ଜ୍ୱଳ ଆଲୋକ ରଶ୍ମିରେ ତାର ମୁଣ୍ଡକୁ ଘୂରାଇ ଘୂରାଇ ଦର୍ଶକଙ୍କୁ ଦେଖାଇଲେ। ଆଲୁଅରେ ମୁହଁ ଝଲସି ଯାଉଥାଏ, ଆଖି ମିଟିମିଟି ହୋଇ ଯାଉଥାଏ, ଝାଳରେ ମୁହଁ ଭର୍ତ୍ତି, ପେଟ, ପିଠି, ପିଚା ଝାଳରେ ଓଦା। ଗୋଡ଼କୁ ଫାଉଲ ମାରି ପୁଣି ପଠାଣ ମିଆଁ ଭିଲେନକୁ ଉପର ମୁହାଁ ଚିତ୍ କରି ପକାଇ ଛାତିରେ ଜୋତା ପିନ୍ଧା ପାଦ ରଖି ପାଟି କଲେ, ଆବେ ଶଳା ହାରାମଜାଦା ନିମକ ହରାମ, ମୋ କାରଖାନାର ଝିଅ ବୋହୂ ଉପରେ ଲୋଲୁପ ଦୃଷ୍ଟି, ପୁଣି ଧର୍ଷଣ! ନା, ତୋତେ ଆଉ ଛଡ଼ାଯିବ ନାହିଁ। ଆବେ ରାମା ଶାମା, ଏଇ ନିଅ ବାଡ଼ି, ଲଙ୍କାଗୁଣ୍ଡ। ତାକୁ ଲଙ୍ଗଳା କରାଇ ତାର ଗାଣ୍ଡିରେ ଗେଞ୍ଜି ଲଙ୍କାଗୁଣ୍ଡ ପୁରାଅ। ନଇଁ ଓସ୍ତାଦ, ହାତ ଯୋଡ଼ି, मुझे माफ कीजिए मेरे मालिक, मेरे आका, ऐसी गलती दोबारा नहीं करूँगा। ଜୋର ଜବରଦସ୍ତି ଆଖିରେ ଲଙ୍କାଗୁଣ୍ଡ, ଗାଣ୍ଡିରେ ଗେଞ୍ଜା, ହାତରେ ହ୍ୟାଣ୍ଡକପ୍ ପିନ୍ଧା, ପାଦରେ ବେଡ଼ି ପିନ୍ଧାଇ, ଅଣ୍ଟାରେ ଚେନ୍ ପିନ୍ଧାଇ, ମୁଣ୍ଡରେ କଳା ଢାଙ୍କୁଣୀ ଘୋଡ଼ାଇ ଲୋକମାନେ ପଠାଣ ମିଆଁ ଭିଲେନକୁ ବେଶଘରକୁ ନେଇଗଲେ। ଓସ୍ତାଦ ତାଙ୍କର ଜଣେ ସାଙ୍ଗକୁ ନେଇ ବେଶଘରକୁ ଆଦେଶ ଦେଲେ, ୟାଙ୍କୁ ନମସ୍କାର କର। ହାତ ଯୋଡ଼ି ନମସ୍କାର କରିବାକୁ ଯାଉଥିଲା, ଓସ୍ତାଦ ତାର ପିଠି ନୁଆଁଇ ପିଚାକୁ ମାଡ଼ ଦେଇ ପାଦ ଧରାଇ ଓଳଗି କରାଇଲେ। ସାଙ୍ଗ ଜଣକ ପଇତା ପକା 35 ବର୍ଷର, BA ପାସ୍ କରା ଗଜା ଟୋକାକୁ ଦେଖି କହିଲେ, ହଁ ସୁନ୍ଦର ପାଟିଆର, ଭିଲେନ ରୋଲକୁ ଏକଦମ ଫିଟ୍। କେତେ ବର୍ଷ ହେଲା ଯାତ୍ରାରେ ପଶିଛି? ମାତ୍ର 2 ବର୍ଷ। ଗାଳିମାଡ଼ ଖାଉଛି ବହୁତ। ମତେ ଦଉନୁ, ତାର ଟର୍ମ ପୁରୁ। 3 ବର୍ଷିଆ ଚୁକ୍ତି ବନ୍ଦ ହୋଇଛି। ପରବର୍ତ୍ତୀ ଦୃଶ୍ୟରେ ଲାଲି ରଙ୍ଗର ଚିକ୍ ଚିକ୍ କନାର ଚିପା ଚୁଡ଼ିଦାର ପିନ୍ଧା, ହାତରେ ହ୍ୟାଣ୍ଡକପ୍, ଅଣ୍ଟାର ଚେନ୍ ଧରି ପଛରେ ସିପାହୀ ଚାଲୁଥାଏ। ମୁହଁରେ ଆଲୁଅ ପଡ଼ିଥାଏ, ଦେହରେ ବି କାନ୍ଦୁଥାଏ, ଲୁହ ଝରାଉଥାଏ। ଧୀର ପାଦରେ ଚାଲୁ ଚାଲୁ ପାଦରେ ଟେକାଟିଏ ଆସି ଯିବାରୁ ଝୁଣ୍ଟି ପଡ଼ିଲା। ପାର୍ଶ୍ୱ ଦର୍ଶକ ଧରି ଉଠାଇ ଦେଲେ, ଦେହରେ ସ୍ନେହର ସ୍ପର୍ଶ ଦେଲେ। ପଠାଣ ଭିଲିଆନ ମଞ୍ଚରେ ପହଞ୍ଚି ଲୋକଙ୍କୁ ଖାଦ୍ୟ ପାନୀୟ ହାତ ବଢ଼ାଇ, ଏ ଲୋଗୋ ମୁଝେ ଖାନେ को पीने को दो, मैं भूखा प्यासा हूँ। ଲୋକେ ମଞ୍ଚକୁ ଆସି ଥଣ୍ଡା ପାନୀୟ ଫୁଟି ପିଆଇଲେ।
ହାତରେ ଟଙ୍କା ଗୁଞ୍ଜିଦେଲେ। ଦର୍ଶକୀୟ ଭଲ ପାଇବା ବଡ଼ ଭିଲିଆନର ଦେହ ସୁହା ନ ହେବାରୁ ସେ ଆସି ପଠାଣ ମିଆଁ ଭିଲିଆନର ଚୁଟି ଟାଣି ଘୋଷାରି ନିଜେ ନେଇଗଲା। ବାଟରେ ଓସ୍ତାଦ ତାର ହାତରୁ ପଇସା ଦାନ ଅର୍ଥ ରାଶି ନେଇଗଲେ। ଦର୍ଶକୀୟ ପିଠି ଆଉଁସା ପିଚାକୁ ଶ୍ରଦ୍ଧାର ମାଡ଼ ଦେଉଥାନ୍ତି। ପଠାଣ ଭିଲିଆନର ନଟ ଜୀବନର ସାମଗ୍ରିକ ବୃତ୍ତାନ୍ତକୁ ଆଲୋଚନା କଲେ ସହଜରେ ଜଣାଯାଇ ପାରିବ କି ଦର୍ଶକ ମନରେ ଯୌନତା ପ୍ରତି ଆକର୍ଷଣ ବୃଦ୍ଧି କରାଇ ଯୌନତା ଯେ ଜୀବନର ନିଶ୍ଚିତ ଚାହିଦା ଏହାର ଅବ୍ୟକ୍ତ ମତଦାନ ଦେଇ ଗଣନାଟ୍ୟ ଲୋକନାଟ୍ୟର ଲୋକପ୍ରିୟତା ଅଭିନୟିକ ପ୍ରୟୋଗବାଦିତା ପଠାଣ ସାନ ଭିଲିଆନର ବେଶ ବିନ୍ୟାସ ପୋଷାକ ପରିଧାନ ଅଭିନୟିକ ଉପସ୍ଥାପନା ତାର ଭୂମିକାଗତ କାର୍ଯ୍ୟ ସମୂହରେ ସବିଶେଷ ଜଡ଼ିତ ନିହିତ ହୋଇ ରହିଛି। ଅଭିନୟ ଆନନ୍ଦର ଦୁନିଆ। ଦର୍ଶକେ ନିଶ୍ଚିତରେ ପଠାଣ ସାନ ଭିଲିଆନର ରୋଲରେ ଆପ୍ୟାୟିତ ସନ୍ତୁଷ୍ଟ ରହିଥିଲେ ଯାହାର ନମୁନା ଜେଲ୍ ଟାଇଗର ନାମକ ଯାତ୍ରା ନାଟକଟିର ଡବଲ ଶୋରୁ ବେଶ୍ ପ୍ରମାଣିତ। ଲୋକେ ଓସ୍ତାଦ ଡ୍ରାମା ଡାଇରେକ୍ଟରଙ୍କୁ ଉତ୍ସୁକ ପ୍ରଶ୍ନ ପଚାରୁଥାନ୍ତି ଆପଣ ତାକୁ କାହିଁକି ବୁଲିବାକୁ ଛାଡ଼ୁନାହାନ୍ତି ଆମ ସହିତ କଥା କୁହାଇ ଦେଉନାହାନ୍ତି ଆଜ୍ଞାମାନେ ଆପଣ ଆମ ବିକ୍ରମ ପଣ୍ଡାର ଅଭିନୟିକ ପ୍ରୟୋଗ ପ୍ରକ୍ରିୟାରେ ମୁଗ୍ଧ ସନ୍ତୁଷ୍ଟ ଦେଖି ଖୁସି ଲାଗିଲା। ମୋରି ନିର୍ଦ୍ଦେଶକୀୟ ପରିକଳ୍ପନାର ସେ ଅଭିନୟିତ ରୂପଦାନ ଅଭିନେତା ପୁଣି ଭିଲେନ ଭୂମିକା ଜମାରୁ ସାଧାରଣ ନୁହେଁ। ଆମ ପାର୍ଟିର ଗୌରବ ଅସାଧାରଣ ଅଭିନେତା ତାର ଆତ୍ମସମ୍ମାନ ମୋ ହାତରେ। ଅଭିନେତା କରି ମୁଁ ତାକୁ ସଜେଇ ମଞ୍ଚକୁ ଛାଡ଼ିଛି। ଅଭିନେତା ରୂପରେ ତାକୁ ଦେଖିବେ ସାଧାରଣ ଆମ୍ ଜନତା ଗହଣରେ ଦେଖିପାରିବେ ନାହିଁ। ଟପ୍ ସିକ୍ରେଟ ଓପନ୍ ସିକ୍ରେଟ ନ ହେଉ ବୋଲି ମୁଁ ଚାହେଁ। ତେଣୁ ସେ ଗୁପ୍ତ ମୁକ୍ତ ନୁହେଁ ହୋଇପାରିବ ବି ନାହିଁ।